ଭୂତ ମୁଣ୍ଡେଇରୁ ଯାତ୍ରା ସାରି ଫେରିବା ବାଟରେ ଅଟକି ଗଲି ଟିକେ ରାହାମା ବଜାର ମାଛ ମାର୍କେଟ ନାନାଦି ମାଛର ବଢିଆ ହାଟ କୁରଣ୍ଟ ମାଛଟେ କିଣି ଆଣିଲି ଘରେ ଭଲ ଭାବେ ଧୋଇ ସଫା କରିଲି ଲୁଣ ହଳଦୀ ଲେମ୍ବୁ ରସ ଦେଇ ଗୋଳେଇ ଦେଲି ସେପଟେ ନିଆଁରେ କଡ଼େଇ ବସେଇ ଦେଲି ଡବଲ ହରିଣ ସୋରିଷ ତେଲ ମାଛ ଭଜା ପାଇଁ ସେ ଅତି ଭଲ କଡ଼ା କଡ଼ା ମାଛ ଭଜା ହେଲା ତାପରେ ଆଳୁ କାଟି ଭଜା ଗଲା ଏବେ ବେସର ବାଟିବାର ପାଳି ସର୍ବେ ହରିବୋଲ ସହ ଦିଅ କରତାଳି ଜିରା ଧଳା ସୋରିଷ ଡାଳଚିନି କଞ୍ଚା ଲଙ୍କା ଅଦା ରସୁଣ ଭଲ ଭାବରେ ବଟା ହେଲା କିନ୍ତୁ ତମ ଘରକୁ ଟିକେ କହିଲେନି ଆପଣ ତଳେ ନିଆଁ ଜଳିଲା ଉପରେ କଡ଼େଇ ବସିଲା ସୋରିଷ ତେଲ ପଡ଼ିଲା କଟା ପିଆଜ ଭଜା ହେଲା କଟା ଟମାଟୋ ପଡ଼ିଲା ସେଥିରେ ବଟା ବେସର ଦିଆଗଲା ଲଙ୍କା ଗୁଣ୍ଡ ହଳଦୀ ସ୍ୱାଦ ଅନୁସାରେ ଲୁଣ ଦେଇ ଭଲ ଭାବରେ ଘଣ୍ଟା ହେଲା ମୋର ଆମ୍ବୁଲ ନଥିଲା ତେନ୍ତୁଳି ଦେଲି ତା ସହ ଲେମ୍ବୁ ରସ ଟିକେ ଚିପି ଦେଲି ଏବେ ଭଜା ଆଳୁ ଓ ମାଛ ତା ଉପରେ ପଡ଼ିଲେ ତା ଉପରେ ପାଣି ଦେଇ ଧନିଆ ପତ୍ର ଛିଞ୍ଚିଲେ ଢାଙ୍କୁଣି ଦେଇ 2 ମିନିଟ୍ ଘୋଡ଼େଇ ଦେଲେ ହେଇଗଲା ଆମ ଖୋରଣ୍ଟ ବେସର ପାର୍ସଲଟା ପଠେଇ ଦେବି ତମ ଆଡ୍ରେସଟା କମେଣ୍ଟ କର ଓ ହରି ବୋଲ ଖୋରଣ୍ଟ ବେସର।